ଚାମଚା ଆଉ ଏ ଗେଣ୍ଡାଳିଆ ଦି ଜଣ ଯାକ ମିଶି ଯାଇ ଲାଗି ପଡ଼ନ୍ତି କିନ୍ତୁ ମୋଦି ସରକାରକୁ ବ୍ଲେମ୍ କରିବା ପାଇଁ ତା ସହିତ ମୋହନ ମାଝୀ ସରକାରକୁ ବ୍ଲେମ୍ କରିବା ପାଇଁ ହଇଓ ଚାମଚା ହଇଓ କିନ୍ତୁ ତମ ତଳ ଆଡ଼ୁ ଟେକିକି ନମସ୍କାର। କାହିଁକି କହିଲ ତମେ ଏତେ ଚତୁର ଯେ ଗୋଟେ ଫଟୋଟାକୁ ନେଇକିରି ମୋଦି ସରକାର ଆଉ ମୋହନ ମାଝୀ ସରକାରକୁ ବ୍ଲେମ୍ କରିବା ଚାହୁଁଛ ନୂଆପଡ଼ାରେ। କ'ଣ ନା ଇଏ ମୋହନ ମାଝୀ ସରକାର ଏଇଠି ଭୋଟ ଚୋରି କରିକିରି ନୂଆପଡ଼ା ଇଲେକ୍ସନ ଜିତିଗଲେ। ତମେ ତ ଆଗରୁ ହାର ମାନି ଯାଇଛ, ମାନି ନିଅ। କାହିଁକି ନା ଯେଉଁ ଚାମଚାଟିଏ ଫଟୋଟି ସେୟାର କଲା ସେ ଚାମଚା 1018 ମିକ୍ସ ବିହନ। କାହିଁକି ନା ତା ଘାଣ୍ଟରେ ଦମ ଥିଲା, ପ୍ରକୃତ ସସାହସ ଥିଲା, ଭୋଟ ଚୋରି ଲାଇଭ୍ ଭିଡ଼ିଓ କରିକିରି ସୋସିଆଲ ମିଡ଼ିଆରେ ଛାଡ଼ି ପାରିଥାନ୍ତା। କିନ୍ତୁ ନାହିଁ, ଆମକୁ ତ ହାରିବାର ଭୟ ଅଛି। ତେଣୁକରି ଯେକୌଣସି ବାହାନାରେ ଆମେ ଗୋଟେ ଖସିଯିବା ପାଇଁକା ଯୋଜନା ଆରମ୍ଭ କରିଦେବୁ। ଗୋଟେ ନେଟ୍ ଏକ୍ସେପ୍ଟ କରିଦେବୁ ଲୋକଙ୍କ ମନରେ। ଯେମିତି ହାଇଡ୍ରୋଜେନ ବୋମା ବାବୁ ଗାନ୍ଧୀ ପକାଉଥିଲେ ଖୁସିକି ଗଲା। ତେଣୁକରି ଗେଣ୍ଡାଳିଆ ଚାମଚା ମାନେ ଇଏ ଦି ଜଣଙ୍କର ମତିଭ୍ରଷ୍ଟ ହେଇଯାଇଛି। ତେଣୁକରି ପାଗଳା ହେଇଯାଇଛନ୍ତି। ତେଣୁକରି ପାଗଳା କୁକୁର ଯେମିତି ହୁଏ ଭଉ ଭଉ ଲୋକଙ୍କୁ ଦେଖିଲେ, ତେଣୁକରି ତମେ ସେଇ ଟାଇପ୍ରେ ହେଇଯାଇଛ। ତେଣୁକରି ତମ ମୁଣ୍ଡରେ ଆଉ କିଛି ନାହିଁ, ଖାଲି ନାରା କେମିତି ମୋଦିକି ହଟେଇବୁ, କେମିତି ମୋହନ ମାଝୀକି ହଟେଇବୁ। ପାଗଳା ହେଲୁ। ପପୁ ଖାନ ପିଲାମାନେ ପୁରା ପାଗଳା ହେଲେ ଚାମଚା ମାନେ। କେମିତି ପପୁ ଖାନ ପ୍ରଧାନମନ୍ତ୍ରୀ ହେବେ? ଶଳା ବିଦେଶୀ ବିହନ ମତେ ପ୍ରଧାନମନ୍ତ୍ରୀ କରିବେ ବୋଲି କହିଛ। ଚାମଚା ମାନେ ସୁଧୁରି ଯାଅ।